ଅଶ୍ମି ଆଜ୍ଞା କଣ କରୁଛୁ ବସିଛୁ କି? ବସିଛି ଆଉ। ଆରେ ଘରୁ ଆଇଲ? ଗାଁରୁ ବି ଆସିଲି ଯେ କଣ ଆଣିଛ? ଆଣିଛି ଏ କି ଶାଗ? କୁଶିଆ ଶାଗ ହେଇଥିଲା ଆଳୁ କିଆରେ ବିଲରେ ଯେତିକି ହେଇଥିଲା ଆଉ ତ ଖୋଜିଲି ମିଳିଲେ ଏତିକି ଖୋଜିବ ଯେତିକି ଆଣିଛି। ବୋଉ ଦେଇଛନ୍ତି? କୋଉ ଦେଇଛ ଆଉ ହଁ ଆଉ ଇଏ ଗୋଟେ କଣ ଆଉ ଆଣିଛ? ଗୋଟେ ନୂଆ ଜିନିଷ ଦେଖ ଏଇଟା। ବା ଏଇଟା ନୂଆ ଜିନିଷ, ଆକ୍ଚୁଆଲି ଏଇଟା ନୂଆ ଜିନିଷ ଏବେ ଏକା ସିଜିନ ରେ। ଏଇଟା ପଣସ କଠା। ପଣସଟା ହେଇଥିଲା ଗାଁ ଗଛରେ ହେଇଥିଲା। ହଁ ଏଡେ ହେଇଥିଲା। ହଁ ଆଉ ଟିକେ ବଡ ହେଇଥିଲା ବୋଉ କହୁଥିଲା ଆଉ ଟିକେ ବଡ ନବୁ। ଆରେ କଷି ନେଇ ଆଇଲ ଆରେ ଇଏ। କଷି ଖାଇଲେ ଭଲ ଲାଗିବ କଷିଟା ରାନ୍ଧିଲେ ମଟନ ଭଳିଆ ଲାଗିବ ଆଉ ଆଉ ପରେ ରାନ୍ଧିଲେ ସିଜିନ ପରେ ଅବାଗିଆ ଲାଗିବ ମାନେ ବୁଢା ହେଇଯିବ। ଏବେ ଖାଇଲେ ଭଲ ଲାଗିବ ସେଥିପାଇଁ ଦିଟା ମୁଁ ନେଇ ଜାଣିଛି ଯେ ଭଲ ଲାଗିବ, ତମେ ଦେଖୁଛ ମୋ ଦେହଟା ଭଲ ନାହିଁ, ତମେ କୋଉ ହିସାବରେ ନେଇକି ଆଉଥିଲ। ଆକୁ ଏଇନା କାଟିକି କଲା ବେଳକୁ ଭାରି କାଠିକର ପାଠ ହେଇଯିବ। ଆଇଯିବ। କାଟେ କର ଗୋଟେ ଆଣିଛ ତ ଆଉ ପଣସ କଠା ଆଉ। ଏଇଟା ହଉ କାଲି ଖରାବେଳକୁ କର ହେଲା କି। ହଉ ଏ ବର୍ଷ କରିକି ଦେଖିବା, ନୂଆ ହେଇଯିବା ଟିକେ କେମିତି କଣ ଲାଗୁଛି ଆଉ। ତ ସାଙ୍ଗମାନେ ଦେଖନ୍ତୁ, ମୋ ହଜବେଣ୍ଡ ଯାଇଥିଲେ ଗାଁକୁ ଆଉ ପଣସ କଠା ନେଇକି ଯାଇଛନ୍ତି। ତ ମୁଁ ତ ଏଇଟା କରି ମାନେ ଆଗରୁ ବୋଉ ହେରିକା କାଟି ଦିଅନ୍ତି ମୁଁ କରେ, କିନ୍ତୁ ଏଇଟା ଦେଖିବା କରିବା କେମିତି କଣ ଟିକେ। ଆଉ କଡାକୁ କରିକି ଖାଇଲେ କୁଆଡେ ମଟନ ଭଳିଆ ଲାଗେ। ଯଦି ମଟନ ଭଳିଆ ଲାଗେ କିଏ ଖାଇଛନ୍ତି ନିଶ୍ଚୟ ମତେ କମେଣ୍ଟ ରେ କହିବେ। ଆଉ ଏ ବର୍ଷ କିଏ ପଣସ କଠା ଖାଇଲେଣି କମେଣ୍ଟ ରେ କହିବେ। ରହିଲୁ, ଜୟ ଜୟ ଜଗନ୍ନାଥ। ଜଗନ୍ନାଥ।